ନିଜର ଆକଳନ କରନ୍ତୁ। ଯିଏ ସଚେତନ ସେ ନିଜର କ୍ଷମତାଠାରୁ ଅଧିକ କାମ କରିବାର ନିଷ୍ପତ୍ତି ନିଏ ନାହିଁ। ଯଦି ଆପଣ ବତକ ନୁହନ୍ତି ତେବେ ପାଣି ଉପରେ ଚାଲିବାକୁ କାହିଁକି ଭାବୁଛନ୍ତି? ମୋତେ କ'ଣ ଏହି କାମଟି ପାଇଁ ଆବେଦନ କରିବା ଦରକାର? ମୋତେ କ'ଣ ଏହି କାମ ପାଇଁ ରଖାଯିବ? ମୋତେ ଭଲ ନମ୍ବର ମିଳିବ କି ନାହିଁ? ଏବେ ପର୍ଯ୍ୟନ୍ତ ମୋର କ୍ୟାରିୟର ଯାତ୍ରା କିପରି ଥିଲା? ଏହି ପ୍ରଶ୍ନଗୁଡ଼ିକୁ ପଢ଼ିବା ସମୟରେ ନିଜ ଭାଷା ଓ ପ୍ରଶ୍ନ ସମ୍ବନ୍ଧରେ ନିଜର ଭାବ କିପରି ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ଆପଣ କେବେ ନିଜ ଚିନ୍ତାର ପ୍ରତିବନ୍ଧକରୁ ଊର୍ଦ୍ଧ୍ୱକୁ ଯିବାକୁ ଚେଷ୍ଟା କରିଛନ୍ତି କି? ସେହି ଭଲ କାମ ପାଇଁ ନିଜକୁ ଧନ୍ୟ ମନେ କରିଛନ୍ତି ଯାହା ଆପଣଙ୍କର ସଫଳତାର ସ୍ତରକୁ ଉପରକୁ ଉଠାଇଥିଲା? କିମ୍ବା ଏପରି ଅବସରର ଲାଭ ଉଠାଇବାରୁ ଆପଣ ନିଜକୁ ରୋକିଥିଲେ ଯାହା ଆପଣଙ୍କ କ୍ୟାରିୟରକୁ ଆଗକୁ ନେଇଥାନ୍ତା? ଚିନ୍ତାଧାରା ଉପରେ ନିର୍ଭରଶୀଳ। କଲେଜରେ ସ୍ନାତକ ପୁରା କଲାବେଳେ ଆପଣ ବ୍ୟବସାୟ ଜଗତରେ ବଡ଼ ଧରଣର ସଫଳତା ହାସଲ କରିବା ପାଇଁ ଭାବିଥିଲେ। ପୁଣି କୌଣସି କାର୍ଯ୍ୟାଳୟରେ ଡରି ଡରି ସାକ୍ଷାତକାର ଦେଲେ ଯେଉଁଠି ଆପଣଙ୍କ ଜ୍ଞାନ ଉତ୍ସାହ ଓ ଆଗକୁ ବଢ଼ିବାର ଇଚ୍ଛାକୁ ଆକଳନ କରାଗଲା। ଆପଣଙ୍କୁ ଚାକିରି ମିଳିଲା। ଆପଣ ବଡ଼ ସାବଧାନତା ସହ କାମ ଆରମ୍ଭ କଲେ। ସମୟ ସହିତ ନିରନ୍ତର କଠୋର ପରିଶ୍ରମ କରି ଆପଣ ଅଫିସରେ ନିଜର ସ୍ଥାନ ତିଆରି କରିନେଲେ। କିନ୍ତୁ ଆପଣ କେବେ ବି ଭାବିଥିଲେ କି ଆପଣ ଏସବୁ କରିପାରିଥିଲେ କାରଣ ନିଜକୁ ଏସବୁ କରିବା ପାଇଁ ନିଜକୁ ମାନସିକ ରୂପରେ ପ୍ରସ୍ତୁତ କରିସାରିଥିଲେ? ସଫଳତା ପାଇବାର ଇଚ୍ଛା ଆପଣଙ୍କର ସେହି ଡରକୁ ଦୂର କରିଥାଏ ଯେଉଁ ଡର ନିଜକୁ ନିଜ ଭିତରେ ହିଁ ରହିଯିବାକୁ ବାଧ୍ୟ କରିଥାଏ। କ୍ୟାରିୟରରେ ପ୍ରତି ପାଦରେ ନୂଆ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ବ୍ୟବସାୟିକ ଜୀବନରେ ଆଜି ଯାହା ସମସ୍ୟା ଲାଗୁଛି କାଲି ତାହା ସେପରି ଲାଗିବ ନାହିଁ। ବରଂ ସେହି ସମୟରେ ଅନ୍ୟ ବଡ଼ ବଡ଼ ସମସ୍ୟାର ସମାଧାନ କରୁଥିବେ। ଆପଣ କୌଣସି କାମକୁ କରିପାରିବାର ବିଶ୍ୱାସ ରଖିଛନ୍ତି ତ? ଏହା ଆପଣଙ୍କ ନକାରାତ୍ମକ ଚିନ୍ତା ଓ କ୍ୟାରିୟରକୁ ପଛ ଆଡ଼କୁ ଟାଣି ଧରୁଥିବା କିଛି ତତ୍ତ୍ୱ ବା ମାନସିକତାକୁ ସଫଳତାପୂର୍ବକ ସାମ୍ନା କରିବାରେ ଆପଣଙ୍କୁ ସକ୍ଷମ କରାଏ। ସମ୍ପୂର୍ଣ୍ଣ ସମର୍ପଣ ସହିତ କରାଯାଇଥିବା ପ୍ରୟାସ ସଫଳତା ଆଡ଼କୁ ନେଇଯିବା ଭଳି ପାହାଚ ଅଟେ। ଡରର ସାମ୍ନା। ଅଜଣା ରାସ୍ତାର ଡରକୁ ସେହି ବାଟରେ ଗଲାପରେ ହିଁ ଦୂର କରାଯାଇପାରେ। ନିଜ ପୂର୍ବ ଉପଲବ୍ଧି ଉପରେ ବିଶ୍ୱାସ କରି ସେଥିପାଇଁ ନିଜକୁ ଧନ୍ୟବାଦ ଦିଅନ୍ତୁ। ନୂଆ ସମସ୍ୟା ଆଡ଼କୁ ବଢ଼ନ୍ତୁ। ଆମ ଚାରିପାଖରେ କେତେ କାମ କରିବା ପାଇଁ ଅଛି କିନ୍ତୁ ଯଦି ଆମେ ସେଗୁଡ଼ିକୁ କରିବା ପାଇଁ ଚେଷ୍ଟା ନ କରିବା ତେବେ ସେଗୁଡ଼ିକ ବାବଦରେ ଆମେ ଜାଣି ହିଁ ପାରିବା ନାହିଁ। ଶେଷରେ ମୋତେ ଶତପଥ ବ୍ରାହ୍ମଣ ଶାସ୍ତ୍ରର ଏକ ଭକ୍ତି ମନେ ପଡ଼ୁଛି ଯାହାର ମୁଖ୍ୟ ଭାବନା ଥିଲା ଯାହାଙ୍କର ବହୁତ ଅଭିମାନ ଥିଲା ସେମାନଙ୍କ ପତନ ସେହି ଅଭିମାନ କାରଣରୁ ହିଁ ହୋଇଛି। ନିଜର ସଠିକ ଆକଳନ ନ କରି ପାରିବା ପରାଜୟର କାରଣ ହୋଇଥାଏ।